ଜୟଗୁରୁ ପରମ ପିତାଙ୍କ ଅପାର ଦୟାରୁ ଆପଣ ଓ ଆପଣଙ୍କ ପରିବାର ଭଲରେ ଥିବେ ବୋଲି ଆଶା ଓ ବିଶ୍ୱାସ। ଆମର ୟୁଟ୍ୟୁବ୍ ଚ୍ୟାନେଲ ଆମ ପ୍ରୟାସକୁ ଆପଣଙ୍କୁ ସ୍ୱାଗତ ଓ ଅଭିନନ୍ଦନ। ଆଜିର ଏହି ପରିପ୍ରେକ୍ଷୀରେ ଆମେ ପରମ ପ୍ରେମମୟ ଶ୍ରୀ ଠାକୁରଙ୍କର କେତୋଟି ମନର କଥାକୁ ନେଇ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି। ସେହି ବାଲ୍ୟକାଳେ ମାଙ୍କ ପାଖରେ ଆଈଙ୍କ ପାଖରେ ଜିଜ୍ଞାସା କରୁଥିଲି, ଉଠିବି ଉଠିବି, ଯିବି ଯିବି, ଶୋଇବି ଶୋଇବି। ଏବେ ବି ମୋର ସେଇ ରକମଟା ଅଛି। ଶୋଇବା ସମୟ ଆସିଲେ ବଡ଼ ବୋଉଙ୍କ ପାଖରେ ଜିଜ୍ଞାସା କରେ, ଶୋଇବି। ବଡ଼ ବୋଉ ସେତେବେଳେ ଚିଙ୍କି କୁହେ, ଶୁଅ। ଏହି ଜିଜ୍ଞାସା କରିବାର ପ୍ରବୃତ୍ତିଟା ମୋର ଏପର୍ଯ୍ୟନ୍ତ ଅଛି। ଏଇଟା ଆଉ ଛାଡ଼ି ନାହିଁ। ଯାହା ଭଲ ତାଠାରୁ ଟିକିଏ ବେଶୀ କରିବା ଭଲ। ଗୋଟିଏ ହାତ ଭଲ ହେଲେ ତାଠାରୁ 4 ଆଙ୍ଗୁଳ ବେଶୀ କରି ରଖିବା ଭଲ। ମୋର ଗୋଟିଏ କଥା ମନକୁ ଆସେ, ଯାହାକୁ ମୁଁ ଜୀବନ ଦେଇପାରିବି ନାହିଁ ତାର ଜୀବନ ନେବାର ଅଧିକାର ମୋର ନାହିଁ। ମୁଁ ଯଦି କାହାକୁ ଇଚ୍ଛା କରି ଜୀବନ ଦେଇପାରେ, ତାହେଲେ ଅନ୍ୟର ଜୀବନ ନେବାର ଅଧିକାର ହୋଇପାରେ ବା ଜନ୍ମ ନେଇପାରେ, କିନ୍ତୁ ତା ଆଗରୁ କେବେ ହେଲେ ନୁହେଁ। କରିବା ଅନୁଯାୟୀ ଭାବ ଆମମାନଙ୍କ ଭିତରେ ସୃଷ୍ଟି ହୁଏ। ତେଣୁ କରିବାଟା ଉପରେ ମୁଁ ଏତେ ବେଶୀ ଜୋର ଦିଏ। ଭିତରର ଇଚ୍ଛା ନେଇ କରିବା, କହିବା, ଭାବିବାଟା ଯଦି ମେଳ କରି ଚଳାଯାଏ, ଅନ୍ତର ରାଜ୍ୟରେ ବିନ୍ୟାସ ମଧ୍ୟ କିଛିଟା ସେହିପରି ହୋଇ ଉଠିବ। ତେବେ ଜନ୍ମଗତ ବୈଶିଷ୍ଟ୍ୟ ଯେ ଗୋଟିଏ ମୂଳ କଥା, ସେ ବିଷୟରେ କୌଣସି ସନ୍ଦେହ ନାହିଁ। ଛୋଟବେଳେ ଗାଁ ସାରା ଲୋକ ଥିଲେ ମୋର ଅଭିଭାବକ। ମୋର କେଉଁ ଅନ୍ୟାୟ କେହି ମାଙ୍କ ପାଖରେ ଆସି କହିଦେଲେ ମା ପୁଣି ମୋତେ ମାରନ୍ତି। ପରେ ବୋଧହୁଏ 6ଠ ଶ୍ରେଣୀରେ ପଢ଼ିଲି। ଅନ୍ୟର ପ୍ରତି ସେହିଭଳି ଆଚରଣ କର ଯାହା ତୁମେ ନିଜେ ପାଇବାକୁ ଇଚ୍ଛା କର। ଏଇଟା ପଢ଼ି ଯେମିତି ମୋର ଜ୍ୱର ଛାଡ଼ିଗଲା। କେଉଁଟା ପାପ ଆଉ କେଉଁଟା ପାପ ନୁହେଁ ତା ଠିକ୍ ହୋଇଗଲା। ଏହା ପରଠାରୁ ଆଉ ଥିଓରି ଉପରେ ଚାଲି ନାହିଁ। ହାତ କଲମରେ ଯେଉଁଟା ଠିକ୍ ବୋଲି ବୁଝେ ତାହା ହିଁ କରେ। ମୋର ମନେ ହୁଏ, ଆମେ ଯେତେ ଛୋଟ ହେଉନା କାହିଁକି, ଇଷ୍ଟଙ୍କୁ ଯଦି ଆମେ ଭଲ ପାଉ, ତାଙ୍କର ଭିତରେ ଯାହା କିଛି ଅଛି ତାହା ଆମ ପରିକା ଆମ ଭିତରେ ଫୁଟି ଉଠିବାକୁ ବାଧ୍ୟ। ବାଧାକୁ ବାଧ୍ୟ କରିବା, ନାକୁ ହଁ କରିବା, ଅସମ୍ଭବକୁ ସମ୍ଭବ କରିବା, ଏହା ଯେପରି ମୋର ଗୋଟିଏ ନିଶା ବିଶେଷ। ସେଥିରେ କୌଣସି କଷ୍ଟର ଜ୍ଞାନ ମୋର ରହେ ନା। କାମ ହାସଲ ନ କରିବା ପର୍ଯ୍ୟନ୍ତ ମୋର ଯେପରି ରିହାଇ ନାହିଁ। କୌଣସି ଭଲ ବ୍ୟାପାରରେ ହଟିଯିବାଟା ମୋ ପକ୍ଷରେ ବଡ଼ ଅପମାନଜନକ ମନେକରେ। ଏହାକୁ ମୁଁ କୌଣସି ମତେ ବରଦାସ୍ତ କରିପାରେ ନା। ପରମ ପ୍ରେମମୟ ଶ୍ରୀ ଠାକୁରଙ୍କର ଆଲୋଚନା ପ୍ରସଙ୍ଗର ବିଭିନ୍ନ ଦିନରେ ଉକ୍ତ ବାଣୀଗୁଡ଼ିକୁ ଆମମାନଙ୍କ ପାଇଁ ସେ ଦେଇ ଚାଲିଥିଲେ। ପରମ ପ୍ରେମମୟ ଶ୍ରୀ ଠାକୁରଙ୍କର ସେହି ଶ୍ରୀମୁଖ ନିଃସୃତ ଆଉ କେତୋଟି ବାଣୀ ସମ୍ପର୍କରେ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛୁ। କାରଣ ସମ୍ବନ୍ଧରୁ ସବୁ ଜିନିଷ ବାହାରେ। ମଣିଷ ଗୋଟାଏ ଶୁଣିବାକୁ ଯାଇ ଆଉ ଗୋଟାଏ ଶୁଣି ବସେ। ଅନେକ ସମୟରେ ଏହାର କାରଣ ହେଲା କମ୍ପ୍ଲେକ୍ସ ବୃତ୍ତି। ଏସବୁରୁ ତାର ଚରିତ୍ର ବୁଝାଯାଏ। ମଣିଷ ଯେ କ'ଣ ଓ କିପରି ତାହା ସେ ନିଜେ ହିଁ କହିଦେଇଥାଏ ଏବଂ ତାର ଏହି କମ୍ପ୍ଲେକ୍ସ ବୃତ୍ତିକୁ ଅନୁସରଣ କରି କୌଣସି ସିଦ୍ଧାନ୍ତରେ ପହଞ୍ଚି ଅନ୍ୟ କେହି ଯଦି କିଛି କହିଦିଏ, ତାକୁ ସେ ଅନ୍ତର୍ଯ୍ୟାମୀ ବୋଲି ମନେ କରେ। କିନ୍ତୁ ପ୍ରକୃତ କଥା ତାହା ନୁହେଁ। କାରଣ ସମ୍ବନ୍ଧରୁ ହିଁ ସବୁ ଜିନିଷ ବାହାର କରାଯାଏ। ସେ ଭଲ କଥା ଶୁଣି ମଧ୍ୟ ଅନ୍ୟ ପ୍ରକାରଟା ନ ଶୁଣି ଠିକ୍ ଏହି ରକମ ଶୁଣିଲ କାହିଁକି? ବରଣ କରିବା ବିଧି। ବରଣ ପିଲା ଖେଳ କଥା ନୁହେଁ। ଅପରିଣତ ବୟସରେ ଯଦି କୌଣସି ଝିଅ ବରଣ ଦିଏ, ତାହା ବିବେଚନା କରିବା ଯୋଗ୍ୟ ନୁହେଁ। ମିଳାମିଶା ଫଳରେ ଯେଉଁ ଆକର୍ଷଣ ଆଣେ,
ତାହା କିନ୍ତୁ ଠିକ୍ ନୁହେଁ। ବରଣ ବିଷୟରେ ବାପା ମାଆଙ୍କର ମତ ଥିବା ଉଚିତ। ଯେଉଁ ପୁରୁଷ ବରଣ କରିବା ପାଇଁ ପ୍ରରୋଚନା ଦିଏ ସେ କିନ୍ତୁ ଆଦୌ ଯୋଗ୍ୟ ପୁରୁଷ ନୁହେଁ। ନ ପାରିବାର କାରଣ। ପାରୁନା ମାନେ ନ ପାରିବାର କଥା ବସି ବସି ଭାବୁଛୁ, ସେଥିପାଇଁ ପାରୁନୁ, ପାରିବାକୁ ଚାହୁଁନୁ, ତେଣୁ ପାରୁନୁ। ହୀନମନ୍ୟତାର ସାଧନା। ହୀନମନ୍ୟତାରୁ ସାଧନା ଆରମ୍ଭ କଲେ ସବୁ ପଣ୍ଡ ହୁଏ। ମୁଁ ସାଧକ, ଏହି ଦୋଷ ଆସିଲେ ସର୍ବନାଶ। ଅନେକ ସମୟରେ ଏହିସବୁ ସାଧକ ନିଜର ଶକ୍ତିମତ୍ତାର ବାହାଦୁରୀ କରନ୍ତି, କିନ୍ତୁ ଇଷ୍ଟାନୁରାଗ ନଥିଲେ କିଛି ବି ହେଲା ନାହିଁ। ଇଷ୍ଟଙ୍କର ଝୁଙ୍କରେ ଯିଏ ଯାହା କରେ ତାହା ହିଁ ହୁଏ, ସହଜ ସ୍ୱାଭାବିକ। ନଚେତ୍ ଲକ୍ଷ୍ୟ ସାଧନା କଲେ ବି ଚରିତ୍ରରେ ତାହା ଗ୍ରନ୍ଥି ହୁଏ ନାହିଁ, ସତ୍ତାକୁ ସ୍ପର୍ଶ କରେ ନାହିଁ। ଋଣ ନ କରିବା ହିଁ ଭଲ। ମୁଁ ସାଧାରଣତଃ ଋଣ କରେ ନାହିଁ, ଦରକାର ହେଲେ ମାଗିନିଏ, ତେବେ ତାକୁ ଫେରାଇ ଦେବାର ପ୍ରବଳ ଇଚ୍ଛା ଥାଏ ଏବଂ ଦେଇଦେବାଟା ହିଁ ମୋର ସ୍ୱାର୍ଥ ବୋଲି ମନେ କରେ। ଋଣ ନ କରିବା ହିଁ ଭଲ। ଋଣ କରି ସମୟାନୁସାରେ ଯଦି ପରିଶୋଧ ନ କରାଯାଏ ତାହା ଖୁବ୍ ଖରାପ ଏବଂ ମୁଁ ନିଜେ ଯାହାକୁ ଯାହା ଦିଏ ତାହା ଫେରି ପାଇବାର ଆଶାରେ ଦିଏ ନାହିଁ। ତେଣୁ କହେ, ମଣିଷକୁ ଆପଣାର କରିନେଇ ପାରିଲେ ଆଉ ଭାବନା କ'ଣ। ଖାତେମର ବ୍ୟାଖ୍ୟା। ପରବର୍ତ୍ତୀଙ୍କର କଥା ଯେତେବେଳେ ଅଛି ସେତେବେଳେ ରସୁଲଙ୍କୁ ସବୁ ଖତମ ଅର୍ଥାତ୍ ଶେଷ ଏ କଥା ତ କହିବା ଠିକ୍ ହୁଏ ନାହିଁ, ବରଂ କ୍ରମାଗତି ଯେପରି ବ୍ୟାହତ ନ ହୁଏ ଏହି ପ୍ରକାର ବ୍ୟାଖ୍ୟା କରିବା ସମୀଚୀନ। ଅବଶ୍ୟ ପରବର୍ତ୍ତୀ ଯେତେବେଳେ ଆସନ୍ତି ପୂର୍ବବର୍ତ୍ତୀ ଖତମ ହିଁ ହୁଅନ୍ତି, କାରଣ ସେ ପୂର୍ବବର୍ତ୍ତୀଙ୍କର ରୂପ ନେଇ ଆସନ୍ତି ନାହିଁ। ତେବେ ଏହା ଠିକ୍ ଯେ ସେହି ଗୋଟିଏ ପ୍ରେରଣା ବିଭିନ୍ନ ଭାବରେ ଆତ୍ମପ୍ରକାଶ କରିଥାନ୍ତି। ଗୋଟିଏ ମୂର୍ତ୍ତିରେ ଆସନ୍ତି ନାହିଁ, କିନ୍ତୁ ଯିଏ ଆସନ୍ତି ସେ ତାଙ୍କରି ପରବର୍ତ୍ତୀ, ତାଙ୍କୁ ହିଁ ଭିତ୍ତି କରି ସେହି ପ୍ରେରଣାର ଅଧିକ ପରିପୂରକ। ରହୁଛି। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।